ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ କଲା ନିୟନ୍ତ୍ରଣ। ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼। ଜଟଣୀ ଥାନା ଛକ ଅଞ୍ଚଳରେ ଯାତ୍ରା ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ଉପରକୁ ଚେୟାର ମାଡ଼ ହୋଇଛି। ଯାତ୍ରା ଚାଲିଥିବା ବେଳେ ନିଶା ନୃତ୍ୟ ପରିବେଷଣ କରୁଥିଲେ। ଏହି ସମୟରେ କିଛି ଯୁବକ ପେଣ୍ଡାଲ ତଳେ ନାଚୁଥିଲେ। ସେଠାରେ ବସିଥିବା ଅନ୍ୟ ଜଣେ ଯୁବକଙ୍କୁ ସେମାନେ ହାତ ଧରି ନାଚିବାକୁ ଡାକିଥିଲେ। ତେବେ ଯୁବକ ଜଣକ ସିଧା ସିଧା ମନା କରିଦେଇଥିଲେ। ଆଇଟମ ନମ୍ବର ନାଚରେ ଅଶ୍ଳୀଳତା ଥିବା କହି ନିଶା ମହାରଣାଙ୍କ ଉପରକୁ ଲକ୍ଷ୍ୟ କରି ଚେୟାର ଫୋପାଡ଼ିଥିଲେ। ଚେୟାର ମଞ୍ଚ ଉପରେ ପଡ଼ିବା ପରେ ନିଶା ସେଠାରୁ ଚାଲି ଯାଇଥିଲେ। ନାଚ ବନ୍ଦ ହୋଇଯିବାରୁ କିଛି ଯୁବକ ଉତ୍ତ୍ୟକ୍ତ ହୋଇ ଚେୟାର ଫୋପାଡ଼ିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। ପେଣ୍ଡାଲ ତଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଏହି ଆକ୍ରମଣ ପଛରେ ରାଜନୈତିକ ଆକ୍ରୋଶ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ୁଛି।